हे बाबू गुजरात एक नंबर कर ଶୁଣ ମୋଦି ହଉଛି ସୁପର ଛୁଆ ହେଲା ଦେଇଦେଲା 14 ପୂର୍ବରୁ ଆଚ୍ଛା ଦିନ ଆଇଗା କଣ ଆଇଲା कर आमे ढेर जना तो काली सकाल आइलु केजुला को लेके चल गोटे ओडिशार आम देश विदेश न्यूज देखुची अमेरिका फामेरिका समस्त कहूँ कहीं केजुला पुरे तू तो गोटे मोदी सरकार तू एते पाउछु तो पुणी कहीं तेमे तुम घर भितर जो पार्लियामेंट आम आईन गढ़ा संविधान गढ़ा ता भर तो मुदी पशि पाइलानी कहीं पशिनी केजरीवाल शासक दल ओडिशा एकम रखी मुदी जदि प्रधानमंत्री घर भितर पार्लियामेंट जो आईन गढ़ा जगह पर केजरीवाल नायक रखला से कहते नवीन पट्टनायक सरकार को पाड़ी फोपाड़ी देवे वर्ष को 2 कोटी निजुक्ति कुआड़े गला वर्ष को 2 कोटी करे 10 वर्ष 20 कोटी हम ओडिशा पाखे 80 लाख लोक चाकरी करथांते ए माने आउछन काळ बैसाखी वर्ष का थरे आसीबे आउछन झोड़ी पक लोडा हेमवालेनी एक सब उड़ी जिवे मोर कहयादा आपण माने मोर कहयादा कहउछन कहउछन करे आपण माने चाहुछन काई के एइटे रहि जातो ओडिसा राजनीति सरी गले आपण जिबे जिबा आसे जति खत आपण को आपण पैसा दउतती ए गवर्नमेंट पैसा सब राज्य मुख्यमंत्री आसी कहते ओडिशा को 1 नंबर करेंगे ताख राज्य से 1 नंबर आज कर पारना कौन पाई से कर पारना नवीन पट्टनायक जिंदाबाद प्रमोद मल्लिक जिंदाबाद राजेश मल्लिक जिंदाबाद आम मान पार्लियामेंट दुख सुखर समस्त कथा वातावरण राजेश मल्लिक पठान कई आम ना प्रमोद मल्लिक राजेश मल्लिक नवीन पट्टनायक प्रधानमंत्री पार्लियामेंट जीति पाने देशवासी माने प्रधानमंत्री जी मंत्री जी मुख्यमंत्री जी फिल्म दम अच्छी न आसतु देखिया संकल्प अरे गाड़िया नहीं पंख नहीं पानी नहीं ये फूल फुट समुद्र हूँ लुणिया पानी से फूल फुटिया नहीं समुद्र खाली शंख जिंदाबाद जिंदाबाद शंकर चिन्ह जिंदाबाद ओडिशा को 1 नंबर कर गुजरात को 1 नंबर कर छत्तीसगढ़ को 1 नंबर कर 1 नंबर राज्य को तुम कह बाछुन किए 1 नंबर आज्ञा संबित पत्र आसिक कहीकि गले जगन्नाथ होउछन्ती मोदी भक्त कौन जगन्नाथ हूँ मोदी भक्त कौन ये कौन आमको दिन लंठन देखुं संबित पत्र कलानी आउ आर इलेक्शन जगन्नाथ को पुणे की बुलूला मूलपोछ होगा संबित पत्र मूलपोछ हो जगन्नाथ जी सेंट्रल मंत्री एमएलए सब आसती नेता आसती आमर हकी वर्ल्ड कई जन आसते आमर जो हकी वर्ल्ड कप खेल
ନିର୍ବାଚନ ରେ ଯୋଉ ନବୀନ ପଟ୍ଟନାୟକ ପୁଣି ସିଏମ ହେବେ ନା ବିଧାୟକ 50,000 ସ୍ୱପ୍ନ ଦେଖିବା ମନା ସ୍ୱପ୍ନ ଦେଖିବାରେ ମନା ନାହିଁ ସ୍ୱପ୍ନ ଦେଖନ୍ତୁ କିନ୍ତୁ ଚାବିକାଠି ପ୍ରଧାନମନ୍ତ୍ରୀ ନେଇଛି ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଇଏ ଲୁଚେଇକି ନେଇଛନ୍ତି କହୁଛନ୍ତି ପାଣ୍ଡିଆ ନେଇକି ପାଣ୍ଡିଆ ନେଇନି ସେଇ ନେଇଛନ୍ତି ପାଣ୍ଡିଆ କରୁଛି ବୋଲି କାଣ୍ଡିଆ ଠିକ କାମ କରୁଛି ପାଣ୍ଡିଆ ଭଲ ଲୋକ ପାଣ୍ଡିଆକୁ ଚୋର ସବୁ ବଦନାମୀ କରୁଛନ୍ତି ଚୋର ସବୁ ବିଜେପି ବାଲା ଚୋର ବିଜେପିରୁ ଚୋର ବାହାରିକି ବିଜେପିରେ ମିଶିଛନ୍ତି ତେଣୁକରି ପ୍ରଧାନମନ୍ତ୍ରୀ ପ୍ରଧାନ ଓଡିଶା ଯାଇକିରି କେନ୍ଦ୍ର ହେଲା ମନ୍ତ୍ରୀ ଆଚ୍ଛା ଓଡିଶା କଣ ଅନୁଦାନ ସମବେତ ରୋଲ କରିଛି ଯଦି ତାର ଅନୁଦାନ ଥାନ୍ତା ଓଡିଶାରେ ଓଡିଶାବାସୀ ତାକୁ ଧନ୍ୟବାଦ ଦେଇଥାନ୍ତେ ତ କେନ୍ଦ୍ରରେ ତୋର ଖେଳ ମୋଦି ସହିତ ଓଡିଶା ତୋର କଣ ସମ୍ପର୍କ ଅଛି 2 ମାସ ତଳେ କହୁଥିଲ ଭଲ ଏକଲାବର ମୁଖ୍ୟମନ୍ତ୍ରୀ କଣ ହେଲା ପୁଣି ଏବେ କହୁଛି କରିଥିଲା କିଏ ନିଜେ 2 ମାସ ପୂର୍ବରୁ ନମ୍ବର 1 କରିକିରି ତାପରେ 2 ମାସ ପରେ କଣ କହୁଛନ୍ତି ସେ ପୁରା ଗଧ 10 ବର୍ଷ ତଳେ କଣ କରିଛ 10 ବର୍ଷ ତଳେ କଣ କରିଛ 9 ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ପ୍ରଧାନମନ୍ତ୍ରୀକୁ ଆମେ ନିମନ୍ତ୍ରଣ କରିବୁ ଆମ ମୁଖ୍ୟମନ୍ତ୍ରୀଙ୍କ ବାମ ପପଳ ସିଟ୍ ଦେବୁ ସେଇଟା ହଉଛି ଆମ ବିଜେଡି ବାଲାଙ୍କ ଗ୍ୟାରେଣ୍ଟି ମୋଦି କହୁଛି 35 ବର୍ଷ ମୋଦି କହୁଛି 35-40 ଭିକ ହେଇଥା ଓଡିଶାରେ ଭିକ କାଇଁ ହଉଛେ ଦେଶର ପ୍ରଧାନମନ୍ତ୍ରୀ ସେ କହୁଛନ୍ତି ବିଜେଡିର କମର ତୁଟିଲେ କଣ ଦେଶର ପ୍ରଧାନମନ୍ତ୍ରୀ ଭାଷା ମୁଁ କହିପାରିବିନି କିନ୍ତୁ ଗୋଟେ କଥା ମୁଁ କହିବି ସରକାରକୁ ଗୋଟେ ୱାର୍ଡ ଯେତେବେଳେ ମୋଦି ଟଙ୍କାକୁ ବ୍ୟାନ କଲା ସେ ଟଙ୍କା ବେଳେ ଯାଇକିରି ଗଙ୍ଗାରେ ଭାସିଲା କହିଲା ଜେରା ଆଗଠୁ ଖୋଲ 15 ଲକ୍ଷ ଟଙ୍କା ଆସିବ ଦେଖିଲୁ ଗଙ୍ଗାରେ ଟଙ୍କା ଭାସିଲା ଅଥଚ ପୁଣି ଦେଖିଲି ଯେ ଏତେ ଟଙ୍କା ଅଛି ବ୍ଲାକ ଧନ ଏତେ ଟଙ୍କା ନାହିଁ ଟଙ୍କା ଆଇଲେ ମୋଦି କଣ୍ଟା ଛାଡିଗଲେ ଟଙ୍କା ଆସିକି କିଛି ଆସିନି ସେ ପୁରା କହିଥିଲା ମୋଦି ପ୍ରତିଶ୍ରୁତି ଦେଇଥିଲା ତା ପ୍ରତିଶ୍ରୁତି ତା ପାଖରେ ହିଁ ରହୁଛି କେତେ ଅନୁଦାନ ଚାଉଳ ଦେଉଛନ୍ତି ଚାଉଳ କାହିଁ ମାଗଣା ଦଉଛି ମାଗଣା କାହିଁ ଦଉଛି ଶୁଣ ମୋ କଥା ଶୁଣ ମାଗଣା ଆମ ରହିଛି ଆମ ଓଡିଶାରେ ଯେତେ ରହିଛି ଶୁଣ ମୋ କଥା ଶୁଣ ମୁଁ ଗୋଟେ କଥା ଶୁଣୁ ବାପା ଯେତେ ଆମ ଓଡିଶାର ଯେତେ ରହିଛି ଭାରତ ସରକାର ରହିଛି ମାନେ ପ୍ରଧାନମନ୍ତ୍ରୀ ମହରମଣି ଯେତେ ମୁଁ ଏଠି ଆଜ୍ଞା 4 ଥର ମତେ ବୁଲେଇ ସାରିଲେଣି ଗୋଟେ ଜାଗାରେ ମୁଁ ପଚାରୁଛି କୋଉଠି ଗୋଟେ କଥା କହୁଛନ୍ତି ମୋଦି ଚାଉଳ ଦେଲା ତେମେ ରାସନ କାର୍ଡ ଦେଖିଛ ଖାଦ୍ୟ ସୁରକ୍ଷା ଆଇନ 2013 ମୋଦି ଥିଲା ମାନେ ଲୋକ ବୁଝି ସାରିଲେଣି ଥିଲା କି ଲୋକ ବୁଝେ ମୋଦିର ଯୋଉ କେଳେକାରୀ ସମସ୍ତେ ବୁଝି ସାରିଲେଣି ଏ ଭାରତ ବର୍ଷରେ ଏ ଯୋଉ ତେଲ ରେଟ୍ ପେଟ୍ରୋଲ ରେଟ୍ ଡିଜେଲ ରେଟ୍ ମୋଦି ବଢେଇଛି ପେଟ୍ରୋଲ 100 ଟଙ୍କା ଗ୍ୟାସ 1000 ଟଙ୍କା ଡାଲି 200 ଟଙ୍କା ତେଲ 200 ଟଙ୍କା ଆଉ କଣ ବଢେଇଛନ୍ତି ମୋଦି ଆରେ ମୁଢି ଚୁଡାରେ ଜିଏସଟି 5 ଟଙ୍କା ରୁଷିଆରୁ ଶସ୍ତାରେ ତେଲ ଆସୁଛି ଏଟା କଣ ହଉଛି ସେଠି ମାନେ ଏଠି ବହୁତ ରେଟ୍ ଗ୍ୟାସ ଲୋକ ବୁଝି ସାରିଲେଣି ଓଡିଶା ଲୋକ ବୁଝି ସାରିଲେଣି ନିଶ୍ଚିନ୍ତ इनके मीडिया लाइक शेयर एंड सब्सक्राइब।